शांति आज जब टिके देरी है ना ताले ससुर मो कंफ्यूज के हो तो री जाय ମୁଁ କଣ କହୁଥିଲି କି ତମେ ପୁରା ରାଇର ଲୁଗା ପାଇଁ ଯାଇଥିଲ ଲୁଗା ଆଣିଛ ନା ए ब्याग रे ବ୍ୟାଗରେ ଅଛି ଦେଖେ ହଏ ତମକୁ ଥଟ୍ଟା କରିବାକୁ ଆଉ କେହି ମିଳିଲେନି ଯେ ତମେ ସିଧା ମୋ ପାଖକୁ ଚାଲି ଆସିଲ ହଁ छता करबी काहे गरम तुमको तारीफ करूची ତାରିଫ କରୁଛ ତମେ କଣ କହୁଛ ମୁଁ କିଛି ବି ବୁଝିପାରୁନି केमिति बुझिबो ହଁ तमे तो खाली स्नेह ममता दे मुंडे ही जानछ ଓହୋ शासन करबा सिखिबो केमिति ଓହୋ ଏ ଗୌର ଚନ୍ଦ୍ରିକ ଭଳିଆ ତମେ ମତେ ବୁଲେଇ ପକେଇ ଜମା ବି କୁହନି କଣ ହେଇଛି ମତେ ସଫା ସଫା କୁହ कौन हबो तम गेला दियर क्रिकेट खेली से राघव पर टुनाटार मुंडटा को फटई दी हाँ हाँ मुझे फटाई देती ଆଉ ତାକୁ ଭଲ କରିବା ପାଇଁ ସେ ଶାଢ଼ୀ କିଣା ଟଙ୍କାରେ ମୁଁ ତା ପାଇଁ ମେଡିସିନ କିଣି ଦିଏ ସେମିତି ପିଲାଟାକୁ ତ ଯେମିତି ହେଲେ ଭଲ କରିବାକୁ ପଡ଼ିବ ହଁ ତମେ ଏଣିକି ଗୋଟେ କାମ କର ସେ କୁଳାଙ୍ଗା ତାକୁ ଖୁଆଇ ପିଆଇ ମୁଣ୍ଡରେ ମୁଣ୍ଡେଇ ବୁଲ ଦେଖିବ ସବୁ ଠିକ ହେଇଯିବ समय भाई कुआरे जाइए भाई अरे मो पर तुझे बता तू कुआरे जाइथिलु भाई क्रिकेट खेलिया तू क्रिकेट खेल से राखा पर टुनाटर मुंडा पटाई देछु ए कुआरे हो आउ से क्रिकेट खेल बे तुमको जदि लाज लगुच मुहरे हाथ दे दियो भाई भूल पाई गाड़ी कहीं कान धरी बसु तो बोलो मु अपन आगे कान धरी बसु खाऊ मु तो ता वकीलाती करबा पई कहू एनी पिलाटा को रगाई देलो तो
देखिबा केमति कांदिबो ए राई मो पाखो टिके आसिलु ए राई मो पाखो टिके आ ओ हो शांति आ तुम टिके ता छाडु न मोला वो कोता धरे की ए राई ओ सुना बोलना बड़ा टिके हस कहते अरे हसले कहते से तो रागी गलानी तमे एथरा बुझो ठीक আছে हसी बंद ए देख मु तो आगे कान धरुची भाई से सेमती राजी होनी आम चंडीपरा रागी पणा हांडी दीप भाई देखो भाई वो कह दो जमा सहित कर पड़ी जमा नहीं हुए बुझिल शांति এই যে ফাগুন মাস আসুଛି সেই ফাগুন মাসে আমি রাইর বাহাঘর করি তা শাশু ঘরକୁ পঠাই দেব सती না ସେ ଘର ଥିବ ନା ମୋ ଉପରେ ଆଉ ରାଗ କରିବ ଖାଲି ସେଇ ଶାଶୁ ଘରେ ରହି ଏ ଭାଇଟାକୁ ତ ମନେ ପକାଉଥିବ देखो भाई जमा कैसे कर पड़ी तो ना जमा कर नहीं ତାହେଲେ ହସ୍ କହୁଛି जमा ଏ ରାଇ ତୁ ହସ୍ କହୁଛି ଆରେ ମୁଁ କହିଲି ପରା ହସ୍ जमा ଆରେ ହସ୍ କହୁଛି ଆରେ ହସି ଦେ ହସି ଦେ ला 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 ला
मिट्टी से संसार का एक अद्भुत जन्म 나리만서 잡히다 근무정원의 서러워 భద్రముని서 아우사 인젝션টা এই শরীরে পরে ও পালটি যায় নরকি ପିଚାସଙ୍କ କେତିକି ବେଳେ ସେମାନେ ଖୋଜି ବୁଲନ୍ତି ଆହାର ଆଉ ତାଙ୍କ ଆବୁର ଝିଅ ପଡ଼େ ସିଏ ତାକୁ ଆହାର କରିଦିଅନ୍ତି ଯେତେ ଚିତ୍କାର କରି ଡାକିଲେ ବି ଅବସ୍ଥା ପୃଥିବୀରେ କେହି ଆସିବେ ଆଉ ସମସ୍ତେ ଜାଣନ୍ତି ଏଠି ମାସରେ ଥରେ ଷ୍ଟୋନ୍ ମ୍ୟାନ୍ ବାହାରେ ନା ଷ୍ଟିଲ୍ ସେ ନା ଲୋहे से ना पानी से ना मिट्टी से ये संसार का पैदा हुआ एक अद्भुत चीज है ତୃତୀୟ ପ୍ରହର ଝୁଙ୍କାରିର ଝୁ ଝୁ ଶବ୍ଦରେ ପ୍ରହର ଭିତି ଯାଇଥିବା ବେଳେ ଶେଷ ପ୍ରହରରେ ଷ୍ଟୋନ୍ ମ୍ୟାନ୍ଟା କୋଠିକୁ ଚାଲି ଯାଇଥିବ ସକାଳ ହବ ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିବ ଷ୍ଟୋନ୍ ମ୍ୟାନ୍ ଧର୍ଷଣ ଅଭିଯୋଗ
मिट्टी से ये संसार का पैदा हुआ एक अद्भुत चीज तो উপায়ে মরার করছি আমি তারা কোনো সন্ধান দিতাম তো লাগুছি তাহলে সেই ছোট ম্যানটা বলেছিল না ভাই সে আমার পাবে না মতে লাগুଛି ପାଖାପାଖି କୋଉଠି ଅଛି ତମେ ଗୋଟେ କାମ କର ତମେ ସେ ପାଖେ ଦେଖ ମୁଁ ପାଖେ ଦେଖୁଛି ଏସା ଓ মরা ও মাই গড यो लास्ट को पोस्ट फोटो में गाड़ी उठाओ 어제도 엄마 봤을 때 내용이 고생했대 뭐라 이게 뭐라 거르지게 나 여기 들으지 앞서 이거 이거 할 거야 그리고 여스 자 뛰지 마 예?
କିଛି ଭଲ ନାହିଁ ଆଜି ତ ମଜା ବାହାର କରିବେ ତତେ ଏଠି ମାରୁ ମାରୁ ମାରି ଦେଖିବି মারলো বউ মন ইচ্ছা যেতে পারছু মার জননী জন্মভূমিষ্ঠ স্বর্গাদপি গরিয়সি বউ ପିଲାଟି ବେଳରୁ ଗୋଟାଏ ଗୋଟାଏ ପଡି ଯାଇଥିଲି ତୁ ତୋର ସେଇ ମମତା ଭରା କଳକୁ ନେଇ ମତେ ଛୋଟଠାରୁ ବଡୁଟେ କରିଛୁ ହାତ ଧରି ମତେ ଚାଲିବା ଶିଖେଇଛୁ ଆଜି କେଇଟା ଗଛ ଗୋରୁ ଖାଇଗଲେ ବୋଲି ତୁ ମତେ ମାରୁ ମାରୁ ମାରିଦବୁ ନା ମରି ପାରୁନି ବୁଢା ମହା ଖାଲି ମାରୁଛୁ ଖାଲି ଏମିତି ତତେ ଝିଅଟା ମାରିଦେବି ମଦ ତୁ ମୋହନ କେମିତି ମାରଧର କରୁଛୁ କାହିଁକି ଆଉ କଣ ଫୁଲ ତଳେ ଯାଉ ପୂଜା କଥା ଆରେ କଣ କରିଛି ସେ କଣ କହିଛି ତମର ଏ ଗୁଣବନ୍ତ ପୁଅ ତାର ଦାମୀ ଫୁଲ ଗଛ ଗୁଡା ତୁ ଗୋରୁ ଖୁଆଇ ଦେଇଛି ଓ ଏଇଥିପାଇଁ ତାହେଲେ ତମେ ମା ପୁଅ ଦି ଜଣ ମିଶି ମଦନକୁ ବାଡ଼ଉଛ ମୋହନ ହେଲା ଆରେ ତୁ ଗୋଟାଏ ଉଚ୍ଚ ଶିକ୍ଷିତ ହୋଇ ବଡ ଭାଇ ଉପରକୁ ହାତ ଉଠେକ୍ତ ବିବେକ ତତେ ଟିକେ ବାଧା ଦେବନି କାହିଁକି ବିବେକ ମତେ ବାଧା ହବ ଦାମୀ ଫୁଲ ଗଛ ମୋର ଗୋରୁ ଖୁଆଇ ଦେଇଛି ଆଉ କଥା ଖାଇଦେବି କିଛି କହିବିନି ଫୁଲ ଗଛ ଲଗେଇବା ତୋର ଯଦି ଏତେ ସଉକ ତାହେଲେ ବଗିଚାରେ ଗୋଟେ ମାଳି ଆଣିବ ନହେଲେ ଦିନ ସାରା ସେଠି ଜଗି ବସ ତାପରେ ଭାତି ମତେ ବେଦ କିଏ କହିଲା আর কিছু ভুল নাই ସବୁ ଭୁଲ ତ ମୋର ଯାହା କହିବା କଥା ଆପଣ ମତେ କୁହନ୍ତୁ ଘରେ କହିଦଉଛି ବାପା ଆଉ ଘରେ ଯଦି ଫୁଲ ଗଛ ଗୋରୁ ଖାଇଲା ଆଉ ମୁଁ ବାଡ଼େଇବି ରେ। ଦେଖୁଛି ତମେ ମା ପୁଅ ଦିଟା ମୋହନକୁ ଏ ଘରେ ଶାନ୍ତିରେ ରଖେଇ ଦବନି ଆମ ମା ପୁଅ କଥା ତମକୁ ଜଳ ଜଳ କରି ଦେଖାଯାଉଛି ହେଲେ ୟା କଥା ତମ ଆଖିକି ଦେଖାଯାଉନି ତୁ ଯାହା କହିବା କଥା ମତେ କହ ମୋ ବାପାଙ୍କୁ ତୁ କିଛି କଣ ବାସନ୍ତି ଏଥର ମନଟା ଶାନ୍ତି ହେଇଗଲା ତ ଆଉ ଠିଆ ହୋଇ ରହିବ କାହିଁକି ଭିତରକୁ ଯାଅ ଠିଆ ହେବି କାହିଁକି ଏଇଠି ଥାଇ ଥାଇ ହେଇ ନାଚିବି ମୁଁ ବାସନ୍ତୀ ମହାପାତ୍ର ମୁଁ ଯାହା କହେ ଫେସ୍ ଟୁ ଫେସ୍ ওইটা পানি পায়ে দপরিটা তু হেলো মোর ফার্স্ট টার্গেট তো লাইফটা তো মো বরবাদ করে দে মোহন ହେ ମୋହନ ଆରେ ତୁ କଣ କରୁଥିଲୁ ଯେ ବଗିଚାରେ ଗଛ ଖାଇଗଲା ବାପା ମୁଁ ନା ବାରିପଟ ଆମ୍ବ ତୋଟାରେ ବସି ବଇଁଶୀ ବଜାଉଥିଲି ତତେ ମୁଁ କେତେ ଥର ମନା କରିଛି ସେ ବଂଶୀ ତୁ ବଜାଇବୁନି ବୋଲେ ଆରେ ବାପା ଆପଣ ମତେ ଯେତେ ଯାହା କହିଲେ ବି ମୁଁ ଏ ବଂଶୀ ବଜାକୁ ଛାଡ଼ି ପାରିବି କାହିଁକି ଜାଣିଛ ବାପା ଏ ବଂଶୀ ହଉଛି ମୋ ଦୁଃଖ ସୁଖର ମନରେ ଯେତେ ଦୁଃଖ ଥିଲେ ବି ବାପା ବଂଶୀ ଯଦି ଘରେ ଫେଟିଯାଏ ମୁଁ ମୋର ସବୁ ଦୁଃଖକୁ ହଜେଇ ଦବାକୁ ଚାହେଁ
ବାବୁ ଯୋଉ ବଂଶର ଦଶରଥ ମାର ଜୀବନ ଥିଲା ଆଉ ଯୋଉ ବଂଶର ଭାଇ ରାଧା ପାଗଳ ହେଇ ଯାଉଥିଲେ ବାବୁ ଆଜି ଯୋଉ ବଂଶର ଯମୁନାର ଜଳ ଉଛୁଳି ଉଠୁଥିଲା ବାବୁ ତାକୁ ଆମର ଅବମାନନ କରୁଛନ୍ତି ହରିଆ ଆମର ମୁଁ ସେଇଥିପାଇଁ ଭାବେ ତୁ ହଉଛି ଏଇ ନନ୍ଦରାଜାର ସରଳ ବଣିଖା କାହ୍ନୁ ନା କାକା ମୁଁ ସେ ଗୋପପୁରର ସରଳ ପଣିଖିଆ କାହ୍ନୁ ନୁହଁ। ମୁଁ ତ ଗୋଟାଏ ପର ଲାଗିଥିବା ଉଡ଼ା ଚଢ଼େଇ ମୋ ଭାଗ୍ୟରେ ସବୁ ଆସିବ କୁଆଡୁ ଏ ବୋହ ଆରେ ତୁ ସେମିତି କାହିଁ ଭାବୁଛୁ କହିଲୁ ଆରେ ମୁଁ ପରା ଅଛି ଆରେ ତୋ ବାପା ଅଛି ବାପା ଜମା ମନ ଦୁଃଖ କରିବୁ ଆଗରେ ଯଦି ଘଣ୍ଟା ହେଇବା ଦେ ମୋ ପାଟିରେ ବାହାର କରିଦେବି ହେଲୁ ବାପା ତୁ ବଞ୍ଚି ନେଇ ବଦିବାକୁ ଯା ଠିକ ଅଛି କାକା ଯାଅ ଠିକ ଅଛି ବାପା ମୁଁ ଏଥର ଆସୁଛି ହରିଆ ବାବୁ ମୁଁ ଦେଖୁଛି ତୋରି ମୋହ ପାଇଁ ମୋହନଟା ଏତେ ବାଟ ଆଗେଇ ଯାଇଛି ଖାସ୍ ତୋରି ପାଇଁ ସେ ବଂଶୀ ବଜାଟା ଛାଡି ପାରୁନି କହୁଥିବା ଆଜି ସେ ମାଡ଼କୁ ଆମନ୍ତ୍ରଣ କରୁଛି ହଁ ବାବୁ ଘରେ ଯାହା ସବୁ ଚାଲିଛି ସବୁଟାରେ କି ମୁଁ ନୀରବରେ ସହି ଆସିଛି କିନ୍ତୁ ଏ ଅନ୍ୟାୟ ସହିପାରିବିନି ଏହାର ନିଶ୍ଚୟ ପ୍ରତିବାଦ କରିବି ଇଚ୍ଛା ହେଲେ ଘରେ ମତେ ରଖିବାର ନହେଲେ ବାହାର କରିଦେଇପାର ବାସବି ଏ ମୋହନଟା ଗୋଟାଏ ନିରୀହ ବୋଲି ଏମାନେ ସମସ୍ତେ ତା ଆଖିରେ ଲୁହ ଦେଇଛନ୍ତି ନା ଏଥର ମତେ କିନ୍ତୁ ନ୍ୟାୟ ବିଚାର କରିବାକୁ ପଡିବ ହଁ ନ୍ୟାୟ ବିଚାର କିନ୍ତୁ ରାଇ ଏ ବଂଶୀ କେବଳ ମୁଁ ନିଜ ପାଇଁ ବୋଧେ ଅନ୍ୟ କାହା ପାଇଁ ନୁହଁ ଆଉ ଏ ବଂଶୀ ସ୍ୱରରେ ମୁଁ ମୋର ସବୁ ଦୁଃଖକୁ ହଜେଇ ଦେବାକୁ ଚାହେଁ ନାଇଁ ନାଇଁ ଏ ସ୍ୱର ତମ ପାଇଁ ହେଲେ ବି ଅନ୍ୟମାନଙ୍କୁ ଆକର୍ଷଣ କରୁଛି ହଁ ଆଉ
ତମ ପାଖକୁ ଧାଇଁ ଆସୁଛି। ଭାଇ ଆମେ ତ ପାଠ ପଢିଛୁ, ମୁଁ ତ ମୂର୍ଖଟାଏ। ଏ ମୂର୍ଖଟାକୁ ଆଶା କରି କାହିଁ କହିଲୁ ସାରା ଜୀବନ ଆଖିରେ ଲୁହ ଗଡିବୁ। ବରଂ ବରଂ ଭଲ ହବ ସବୁଦିନ ପାଇଁ ଏଇ ବଂଶୀକୁ ଭୁଲି ଯା। ଏ ମୋହନ, ତମେ ଏ କଥା କହିପାରୁଛ? କେମିତି ତମେ ଏମିତି କଥା କହିପାରୁଛ? ପିଲାଦିନ ଠାରୁ ବହୁ ବହୁକା ଖେଳ ଠାରୁ ଆରମ୍ଭ କରି ରଜଦୋଳି ପର୍ଯ୍ୟନ୍ତ ମୁଁ ତମ ସହିତ ଖେଳି ଆସିଛି। ଆଉ ଆଜି 2 କ୍ଲାସ୍ ଅଧିକ ପାଠ ପଢିଦେଲି ବୋଲି ମୁଁ ତମକୁ ଭୁଲି ଯିବି? ହେ ମୋହନ, ହେ ରାଇ, ଉପରେ ଚକଚକିଆ ଡ୍ରେସ୍ ପିନ୍ଧି ସାଏବାଡ଼ି ସଜେଇଛି, ହେଲେ ତା ମନଟା ପୁରା ତ ବଂଶୀ ପାଖରେ ବନ୍ଧା ପଡିଯାଇଛି। ହେ ମୋହନ, ଆଉ ତମେ ଚାହିଁଲେ ମୁଁ ଓଡ଼ିଆ ଘରର ବୋହୂ ହେଇ ହାତୀ ଲବଣ ଓଢ଼ଣା ଟାଳି ମୁଁ ତମ ଘରର ବୋହୂ ହେବି। ଭାଇ ଆଉ ତମ ଚଉରା ମୂଳରେ କଣ ସଞ୍ଜବତୀ ଜାଳି ପାରିବିନି? ମୋ କଥା ଥରେ ବୁଝିବାକୁ ଚେଷ୍ଟା କର। ଯେତେ ଯାହା ହେଲେ ବି ତମେ ମୋ ଦେବ। ହେ ମୋହନ, ଯେବେଠୁ ତମ ବଂଶୀର ସ୍ୱର ଶୁଣିଛି ସେବେଠାରୁ ତମ ବଂଶୀର ସ୍ୱର ଏଇ ରାଇର ଜୀବନ ହେଇସାରିଛି। ଆଉ ଏ ବଂଶୀ ସ୍ୱରକୁ ଛାଡ଼ି ମୁଁ ଗୋଟେ ମୁହୂର୍ତ୍ତ ବି ଭୁଲି ପାରିବିନି। ମରିଯିବି ମୁଁ। ତଥାପି ତମକୁ ବଞ୍ଚିବାକୁ ପଡିବ। ପାରିବିନି ମୋହନ, ତମକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ବଞ୍ଚି ପାରିବିନି ମୁଁ। ତମେ ବଞ୍ଚିବ, ରାଧା ନହେଲେ ବି ମୀରା ପରି ବଞ୍ଚିବ। ଆଉ ସାରା ଜୀବନ ଆଖିର ଲୁହ ପିଇ ବଞ୍ଚିବ। ଦେଖିବ ତମେ ନିଶ୍ଚୟ ଜିତିବ। ହେ ମୋହନ, କିନ୍ତୁ ଏଇଟା ତମ ମନ ହୃଦୟର କଥା ନୁହେଁ, ଏଇଟା ହଉଛି ତମ ମୁହଁର କଥା। ଭାଇ, ମୁଁ ସତ କହୁଛି, ଏଇଟା ମୋ ହୃଦୟର କଥା। ତମେ କଣ ଜାଣିନ? ପାଇବା ଠାରୁ ପରା ହରାଇବାରେ ଅଧିକ ଆନନ୍ଦ ଥାଏ, ଅଧିକ ମଜା ଥାଏ। ତାହେଲେ ସେଇ ଖୁସିରେ ତମେ ମୋତେ କଣ ଦବ ଶୁଣି? କୁହ, କଣ ଦବ ଶୁଣି? କଣ ଦେବି? ହଁ, କୁହ। ଆରେ ବାବା କୁହ ନା, କଣ ଦବ? କଣ ଦବ? ହଁ, କୁହ। କଣ? ମୁଁ ଦବା ପରିକା ମୋ ପାଖରେ କିଛି ସମ୍ପତ୍ତି ନାହିଁ। ଆଚ୍ଛା, ତଥାପି ତମେ ଯେତେବେଳେ ଏଇ ବଂଶୀ ସ୍ୱରକୁ ଭଲ ପାଇ ବସିଲ, ମୁଁ ତମକୁ ଏଇ ବଂଶୀ ଦେଇ ଦେଉଛି। ଆରେ ମୁଁ ତ ବଂଶୀ ବଜା ଶିଖିନି। ହେଲେ ଏ ବଂଶୀ ବି ମୁଁ କଣ କରିବି ଯେ? ଠିକ ଅଛି, ତୁ ସେଇଠିକି ଆସେ, ମୁଁ ତତେ ବଂଶୀ ବଜା ଶିଖେଇ ଦେବି। ଆରେ ଆସ ନା। ଠିକ ଅଛି। ନାଇଁ ନାଇଁ, ଏସବୁ ମୋ ଦ୍ୱାରା ଜମା ହବନି, ଜମା ବି ହବନି, ଜମା ବି।
से कामटा कौन होला ए हाजिया माटी जोठे कथा पकेइबो ता कथा कटी दिबा सुन तो आज्ञा ए आसंता लग्ନରେ ସାନ ବାବୁଙ୍କର ସେଇଠି ବାହାଘର ହବ आमाने समदा सम कथारे राजी यही आम सान बाबूंर यही तो आम सान बाबू आसीगले दिव्य तू परा काली ऑफ ने दिलु एते जाय कोठी दिलु कथा कौन की भाई से स्टोन मैटा पई हम सारा पुलिस डिपार्टमेंट सीरी एसपी को बड़ा ऑर्डर एई हाउस स्टोन मैन को अरेस्ट कर जाओ स्टोन मैन पुन कोन करिछि काली रात फोन करे मर्डर करते हैं पुणी मर्डर अच्छा दिव्य अरे एते बड़ पुलिस डिपार्टमेंट थाउ थाउ सामान्य गोटे स्टोन मैन को धरि पारुनो कौन करियो भाई स्टोन मैटा एमिति उपाय मर्डर करछि आमे तार कोनसी संधान भी पाऊँ अच्छा तू अरेस्ट करिबु केमिति ओ से कथा छाड़ मु कोन कहउतिली कि ओ कथा भाई सान बाबू ये आसंता लग्ନରେ जोड़ी बहुरी बातिबो तोर भाई कौन
ଏମିତି ଚମକି ଉଠିଲୁ? ଭାଇ ଭାଇ ମୁଁ ବାହା ହେବିନି। କାହିଁକି ସାନ ବାବୁ ଯୋଉ ବାହା ହେବାର ବୟସ ହେଲା ବାହା ହେବେ ଏଥିରେ ଲାଜ କରିବାର କ'ଣ ଅଛି? ହର ଦିବ୍ୟ ମୋ ଭାଉଜ ମଲା ପରଠାରୁ ଏ ଘରଟା ଘର ହେଇ ରହିନି। କାନ୍ଦିରେ କଳା ଲାଗୁନି, ଚଉରା ତୁଳସୀ ମୂଳେ ସଞ୍ଜବତୀ ଦେଉନି। ତେଣୁ ମୁଁ ଭାବିଛି ଏ ଆସନ୍ତା ଲଗ୍ନରେ ତୋ ବାହାଘରଟା ସାରିଦେଇ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ନେବି। ଭାଇ ମୁଁ କ'ଣ କହୁଥିଲି କି ମୁଁ ତୋର କୌଣସି କଥା ଶୁଣିବାକୁ ଚାହେଁନି। ଏ ରଣେନ୍ଦ୍ର କଥା ଯାଇଛି ମାନେ ବାହାଘର ହବ। ଓହୋ ଭାଇ ମୋ କଥା ଥରେ ବୁଝିବାକୁ ଚେଷ୍ଟା କରନ୍ତୁ। ସାରେ ସାନ ବାବୁ ରାଜି ହଉନାହାନ୍ତି ମାନେ ହାଣ୍ଡିଆ ଆଜ୍ଞା। ୟଙ୍ଗ ବୟସରେ ମଣିଷ କେତେ ଅମର ବାଟ ଆଗେଇ ଯାଏ, ତାପରେ ତ ପୁଣି ଚଲା ରାସ୍ତାରେ ବାଟ ହିଁ ହୁଏ। ଭାଇ ମୁଁ କିନ୍ତୁ ଆପଣଙ୍କ ପ୍ରସ୍ତାବରେ ରାଜି ନୁହଁ। ଶୁଣିଛ ଏ ରଣେନ୍ଦ୍ର ପ୍ରତାପ ମୁହଁରେ ଆଜି ଯାଏ କେହି ଜବାବ ଦେଇନାହାନ୍ତି। ଖାଲି ତୁ ମୋର ସାନ ଭାଇ ବୋଲି ମୁଁ ତତେ କିଛି କହୁନି, ତା ନହେଲେ ଏ ରଣେନ୍ଦ୍ର ପ୍ରତାପର ରଣ ହୁଙ୍କାର ଶୁଣିଥାଉ। ଭାଇ ମୋ କଥା ତ ଥରେ ଶୁଣନ୍ତୁ। ମୁଁ ତୋର କୌଣସି କଥା ଶୁଣିବାକୁ ଚାହେଁନି। ମୁଁ କଥା ଦେଇଛି ମାନେ ବାହାଘର ହବ। ଆଉ ଯଦି ନ ହୁଏ ତାହେଲେ ମୋ ସମ୍ମାନ ଯିବା ପୂର୍ବରୁ ମୁଁ ସୁଇସାଇଡ୍ କରିବି। ମାନେ ମୁଁ ଛୋଟ ପିଲା ତ ଭଳି ଏମିତି ଅଛଟ କଲେ ବାପ ସୁନାମ ବଡ ଭାଇ ଯଦି ମରିଯାଏ କଥାଟା କ'ଣ ଭଲ ହବ? କଥାଟା କ'ଣ ଭଲ ହବ? ନାଇଁ ମାନେ କାଲି ରାତିରେ କୋଉଠୁ ଥିଲ କେଜାଣି ତମ ମୁଣ୍ଡ ଠିକ ନାହିଁ। ଚାଲ ଭିତରକୁ ଚାଲ, ସବୁ ଠିକ ହେଇଯିବ। ଶୁଣିବେ କ'ଣ? ଚାଲ ଚାଲ। ସାନ ବାବୁ ତ ଆଗରୁ ଆମର ଏମିତି ନଥିଲେ। ହାଣ୍ଡିଆ ଆଜ୍ଞା ଆରେ ସେ କ'ଣ ପୋଲିସ ଚାକିରି କରିଛି? ମୋ ମୁହଁରେ ଜବାବ ଦେବନି। ସାନ ବାବୁ ପୋଲିସ ଚାକିରି କରିଛନ୍ତି ଯେତେବେଳେ ତାଙ୍କ ପରେ ରାଖିଲେ କ'ଣ ଏମିତି ଚଳିବ? କେତେବେଳେ କୋଉଠି ଯଦି କିଏ ଲଭ କରିବେ ପିଲା ଲୋକ ତାକୁ ବୁଝେଇଦେଲେ କ'ଣ ବୁଝିଯିବନି? ସାର୍ ମୋ ଉପରେ ଭରସା ରଖନ୍ତୁ। ସାର୍ ଆମ କଥା ଯୋଉଟା ପୋଲିସ ଶେଷ କରି ସାର୍ କଲା ଆଉ ତୁ ଭାଇ ଆସି ତୁ ମୋ ମୁହଁ ଦେଖେଇବ। ଭିତରେ ସାନ ବାବୁ ଅଛନ୍ତି, ଏମିତି ରଙ୍ଗ ବାଣ୍ଟିରେ କାମ କଲେ ବହୁତ ଅସୁବିଧା ହବ। ଆବେ ତମ ପାଖରେ ସମସ୍ତ ମାରଣାସ୍ତ୍ର ଥାଏ, ଆବେ ଫେଲ୍ ମାରିବ କେମିତି? ଆବେ ତା ମୁହଁଟା ବହୁତ କରିପାରିଲେନି। ପଣଟା ସାରା ହୁତୁ ହୁତୁ ହେଇକିନା ଚଳିଥାନ୍ତା। ସେଟା ତ ନ କରିକି ନାଟିକି ଭାଇ ଆସି ତ ମୁହଁ ଦେଖେଇବାକୁ। ଇଏ ସେ ପୋଲିସ ଅଫିସର ଯିଏକି ମୋ କାଠ ଟ୍ରକ୍ ସିଜ୍ କରିଛି। ଆପଣ ସାନ ଭାଇ ଦିବ୍ୟ ସାର୍ କିମ୍ବା ତୁମେ ଆମ ଲୋକ ବୋଲି ସାନ ବାବୁ କିଛି ସୁରଜ ପାଇନାହାନ୍ତି ତ? ଆମେ ରକ୍ତ ଚାଲି ଆସିଲୁ। ସାନ ବାବୁକୁ ଟିକେ ଆକଟ କରନ୍ତୁ, ନହେଲେ ମୋ ବେପାର ଗୋଲ ବନେଇଯିବ ଦେ। ହାଣ୍ଡିଆ ମୋ ନାଁ ରଣେନ୍ଦ୍ର ପ୍ରତାପ ସିଂହ। ହିମାଳୟ କରୁ ସାଗର ଗଭୀର ହାରିବା ଶିଖିନି, ଆଉ ଜିତିବା ମୋ ବାଁ ହାତର।
କଥାଟା କେତେ ବାଟ ମୁଁ ଯିବାକୁ ଯାଇନଥିଲି করে পাকাই খাতু কইলা না করে কিছু জানিনি ବିଶ୍ୱାସ କର ମଉସା ମୁଁ କିଛି ଜାଣିନି কে জানি না জানিয়ে দাইছি এইটা আরে সব কিছু জানিনু এবে জানিনু এবে আমি কোন হয়েছে আমার মানে ମୋ ଭାଇକୁ କାହିଁ ମାର মোটা লাগা করতে করো হেজি আরে শোনা বেশি মাটি গলে শোনা মুন্ডটা পুরো দিগর করে দে ହେଇ! ମୁଁ ବି ହାତରେ ଚୁଡ଼ିଥିଲି ତୁ ତୋ ହାତଟା ମୋ ଭାଇଙ୍କ ଉପରକୁ ନେଛୁ ମୁଁ ତୋର ସେ ହାତଟାକୁ ମାରି ଭାଙ୍ଗିଦେଲା ସିଧା ଉପରକୁ ପଠେଇବି ଗୋଟେ କଳଙ୍କିନି ବେଶ୍ୟା ହଉନି ମୋ ଭାଇ ସାଙ୍ଗରେ ଭାଗ ବସିଥିଲୁ ଘରେ ମୋ ଭଉଣୀ ନାଁରେ କଳଙ୍କ ଲଗେଇଲେ ଏ ହାତଟା ବି ତମ ଉପରକୁ ଉଠିଯିବ ଚାଲାକ ଅଛି ରେ ଏ ସବୁ ଦୋଷ ତ ଆମର ସେମାନଙ୍କୁ ଦୋଷ ଦେଇ ଲାଭ କଣ ଆବେ ସୁର ଦାସ ତୁ ମୋ ସମ୍ମାନକୁ ପାଦ ତଳେ ପକେଇ ଦେଇଛୁ ମାନେ ମୁଁ ତତେ କେବେ ଛାଡ଼ିବିନି ମୁଁ ତ ପରିବାରଟା ଉପରେ ନାଲି ସଖି ପକେଇଛି ଆଲିଆ ଆସ ମୁଁ ମହାଭାରତ ଶଙ୍କୁନି ରାମାୟଣର ମସ୍ତର ଫେଟା ଫେଟି ମାରିଲା କୌଣସି ପଶିନି କୁରୁକ୍ଷେତ୍ର ନହେଲେ ଲଙ୍କା କାଣ୍ଡ ଆମେ ବି ଜାଣିଛୁ ଆମ ଭଳିଆ ହଜାର ଟୁକା ମୁଁ ଦେଖିଛି ଭାଇ ଏସବୁ କଣ ହେଇଗଲା ଭାଇ ଏସବୁ କଣ ହେଇଗଲା ଘରେ ସମୟ ମୁଁ ଭାବୁଛି ବୋଧେ ତମମାନଙ୍କୁ ଶାସନ କରିବାରେ ହଁ ତ୍ରୁଟି ରହିଗଲା ହଠାତ୍ ଲାଇନଟା ଚାଲିଗଲା ଭାଇ ତମେ ମୁଁ ଦେଖୁଛି କଣ ହେଇଛି କାଳିଆ ଠାକୁରେ ମୁଁ ଜାଣିପାରୁନି ମୁଁ ତ ଧର୍ମ ଦ୍ୱାରା କିଏ ଦୋଷ କରିଥିଲି ଯେ କାହିଁକି ମୋ ଉପରେ ଏତେ ବଡ଼ କଳଙ୍କର ବୋଝ ଲପେଇଦେଲ କାହିଁକି ମୋ ମୁହଁରେ କଳଙ୍କର କାଳିମା ବୋଳି ଦେଇ ମାନ ସମ୍ମାନକୁ ନିଲାମ କରିଦେଲ କାହିଁକି ଠାକୁରେ କାହିଁକି ଭାଇ ଜେନେରେଟରଟା ଷ୍ଟାର୍ଟ କରୁ ଡେରି ହେଇଗଲା ହେଲେ ଭାଇ ଏତେ ବଡ଼ ବାହାଘରଟାରେ କିଏ କୁଆଡ଼େ ଚାଲିଗଲେ ଘରଟା ଖାଲି ସୁନସାନ ଲାଗୁଛି ଘର ନୁହେଁ ସମ୍ବେ ମୋ ହୃଦୟଟା ବି ସୁନସାନ ଲାଗୁଛେ ଏମିତି ଲାଗୁଛେ ମୁଁ ସେ ଶୂନ୍ୟସ୍ଥାନ ଆଉ କେବେ ବି ପୂରଣ କରିପାରିବିନି ଭାଇ ତମେ ତାଙ୍କ ରାଇଟା ଏତେ ତଳକୁ ଖସିଗଲା ଏ ବିଷୟରେ ତମେ ଜାଣିପାରିଲୁନି କେମିତି ଜାଣିନଥିଲି ରେ ମୋ ଘରେ ଥିବା ସୁନା ମୁଣ୍ଡାଟା ଆଜି ଗୋଟେ ପେଙ୍ଗି ତଳ ହେଇଯାଇଛି ତାମାନେ ଆମ ରାଇର ବାହାଘର କଣ ଆଉ ହେଇପାରିବନି ସେ ସାରା ଜୀବନ ପାଇଁ ଏତେ ଅଭିଆର ହେଇ ରହିଯିବ ସେଇଟା ହବ ତା ପାଇଁ ତା ପାପର ପ୍ରାଇସ୍ ତମେ ସେମିତି କହୁନି ସେ ପାପର ବୋଝକୁ ମୁଣ୍ଡରେ ଲଗେଇ ସାରା ଜୀବନ ପାଇଁ ଲୁହ ଦରିଆରେ ବୁଡେଇ ପଡ଼ିବ ହଉ ଭାଇ କାନ୍ଦିବା ପାଇଁ ଯାହାର ଜନ୍ମ ସେ ବା ବଞ୍ଚିବା ପାଇଁ ରାହ ଖୋଜିବ କାହିଁକି ତମେ ତମ ବଡ ଭାଇଙ୍କର ମାନ ସମ୍ମାନ ଏମିତି ତଳେ ପକେଇଦେଲ ଏଇ ମଣିଷ ମତେ ବିଶ୍ୱାସ କର ଭାଉଜ और ଆଉ କିଛି ବୁଝିବା ଦରକାର ନାହିଁ ବାପା ମୁଁ ମରିଗଲା ପରେ ଏଇ ଛାତିକୁ ପଥର କରି ମୁଁ ତତେ ମଣିଷ କରିବି ତୁ କଣ କଲୁ
ତୁ ଆଜି ତ ବଡ଼ ଭାଇକି ଗୋଟେ ଭଲ ସାର୍ଟିଫିକେଟ ଦେଇଦେଲୁ। ଆଉ ସେ ସାର୍ଟିଫିକେଟ କୁ ଦେଖେ ମୋ ଛାତିଟା ଗର୍ବରେ ଫୁଲି ଉଠୁଛି। ତୋ ମନରେ ଯଦି ଏଭଳି ଧାରଣା ଥିଲା ତୁ ଜଣାଉନଥିଲୁ କାହିଁକି? ମତେ କାହିଁକି ଆମକୁ ଲଜ୍ଜିତ କଲୁ? କାହିଁକି ଦୁନିଆ ଦାଣ୍ଡରେ ଆମକୁ ଲୋକ ହସା କରିଦେଲୁ? ମୋର ଆଉ କିଛି କଥା କହିବା ଦରକାର ନାହିଁ। ମୁଁ ତୋର କୌଣସି କଥା କହିବାକୁ ଚାହୁଁନି। ଭଳି ଭଉଣୀ ଗୋଟେ ଜନ୍ମ ହୋଇଥିଲୁ ଯେ ତୋ ମୁହଁ ଚାହିଁଲା ତତ୍ତ୍ୱ ଆଉ ସକେଇ ହବା ଦରକାର ନାହିଁ। ଯେତେ ଶୀଘ୍ର ପାରୁଛୁ ତୋ କଳଙ୍କିତ ମୁହଁକୁ ଲୁଚାଇବା ପାଇଁ ନିଷ୍ପତ୍ତି ନେ। ତାହେଲେ ମୁଁ ପାଗଳ ହେଇଥିବି ପାଗଳ। ତୋ ଭଳି ଭଉଣୀ ମୋର ଦରକାର ନାହିଁ। ତୁ ଯୋଉ କଳଙ୍କିତ ଅଧା ସୃଷ୍ଟି କରିଛୁ ତୁ ତାକୁ ନିଜେ ସଫା କରିଦେ। ମୁଁ ଏଠୁ ବାହାରି ଗଲେ ମୁଁ ଏ ଘରଟାକୁ ଗଙ୍ଗା ଜଳରେ ଧୋଇବି। ତାହେଲେ ଲୋକ ଲଜ୍ଜା ସହି ନ ପାରି ମୁଁ ଆତ୍ମହତ୍ୟା କରିବି। তুমি কাহিকি আত্মহত্যা করিব? বরং মু সবু সমস্যার সমাধান করিদেবি। মু এ ঘর ছাড়ি চালি যাবি। ଆଉ ଏ ଘର ଛାଡ଼ି ଚାଲିଗଲା ପରେ ତମେ ଏ ଘରଟାକୁ ଗଙ୍ଗା ଜଳରେ ଧୋଇ ଦବ। କାହିଁକି ନା ମୋ ପାଦ ଯୋଉଠି ପଡ଼ିଥିବ ସେମାନଙ୍କ ପାଦ ପଡ଼ିଗଲେ ଆଉ ତମ ପାଦ ପଡ଼ିଗଲେ ତମ ଦେହରେ କଳଙ୍କ ଲାଗିଯିବ। ସେମାନେ ଦୁଃଖରେ ସଂଗ୍ରାମ କରି କରି ଏ ସମୟଟା ସମୟର ସୁଅରେ ସେ ଜାଣିନଥିଲା ସମୟର ଘଣ୍ଟା କଣ୍ଟା ଆଗକୁ ନ ଯାଏ ପଛକୁ ବୁଲି ଚାଲିଛି। ଏ ସମୟଟା ଭାଙ୍ଗିଯିବ ବୋଧେ ରହିବ ନାହିଁ। ତାପରେ ବାପା ମା ଭାଇ ଭଉଣୀ ସମସ୍ତେ ଏହା ଭୁଲ କରିବ ସିଏ ତାକୁ ଉପଯୁକ୍ତ ଦଣ୍ଡ ଦବ। ତମରି ପଇସା ଦେବତା କହିଯାଇଛି ତମର ସ୍ନେହ ମମତା ପଇସା ଦି ମୁଣ୍ଡରେ ମୁଁ ଆଜି ତମକୁ তুমি কাহিকি ভাউজକୁ ମାରୁଛ? তুমি ଜମା ମାରୁନି ଭାଇ। ବରଂ ମୁଁ ଏ ଘର ଛାଡ଼ି ଚାଲିଯିବି ମୁଁ। ଏ ରାଇ ହେଲେ ତୁ କଣ ପାଗଳି ହେଇଗଲୁ? ତୁ ଯଦି ଘର ଛାଡ଼ି ଚାଲିଯିବୁ ଭାଇ ମତେ ବାଡ଼ିଲା ବେଳେ ବାଡ଼ିରେ ଷଣ୍ଢ ପଶିଛି କହି ମତେ ବଞ୍ଚେଇ